ফার্স্ট টাইম নীলাবাড়ি যাই ମାଙ୍କ ଦର୍ଶନ କରିପାରୁଛୁ କି ନାହିଁ? हेलो गाइस जय जगन्नाथ। देखो गाइस सागर गाना पाए बोले कि 5 किलो बाइक स्टार्ट नमस्ते गाइस। ତାପରେ ତ ଭାଇ ଆରମ୍ଭରୁ ହିଁ ଆଙ୍କେ ଫଟୋ ଉଠେଇବାଟା ଆରମ୍ଭ କରିଦେଲେ। ଏ ଜାଗାରେ ଫଟୋ ଉଠେଇ ହୋଇ ଲଙ୍ଗ ଜର୍ଣ୍ଣି ପାଇଁ ଗାଡିରେ ପେଟ୍ରୋଲ ପମ୍ପ ଯାଇ ପେଟ୍ରୋଲ ପକେଇଦେଲୁ। ତାପରେ ବାକି ଜର୍ଣ୍ଣି ଷ୍ଟାର୍ଟ କଲୁ। ଏମିତିକା ବାଇକରେ ରାଇଡ କରି ଯାଉ ଯାଉ ଅନ୍ଧାର ହୋଇ ଗୁମାଘାଟି ଚଢି ପହଞ୍ଚି ଗଲୁ ଆମ ଲୋକେସନ କୋରାପୁଟ ଡିଷ୍ଟ୍ରିକ୍ଟ ନୀଳାବାଡିରେ। ନୀଳାବାଡିରେ ପହଞ୍ଚି ବାକି ସାଙ୍ଗମାନଙ୍କ ସହିତ ମିଶି ବାହାରି ପଡିଲୁ ଫାଷ୍ଟ ମାଙ୍କ ଦର୍ଶନ ପାଇଁ। ମନ୍ଦିରରେ ତ ପହଞ୍ଚି ଗଲୁ, ହେଲେ ମନ୍ଦିରରେ ତାଲା ପଡିଛି ପଚାରିବାରୁ ସକାଳେ ଖୋଲା ହବ କହିଲେ। ସେଥିପାଇଁ ବାହାରେ ରହି ହିଁ ମାଙ୍କୁ ପ୍ରଣାମ କରିଦେଲୁ। ତାପରେ ମେଳା ବୁଲିବାକୁ ବାହାରି ପଡିଲୁ। ଏମିତିକା ଇଆଡୁ ସିଆଡୁ ଭୁଲୁ ଭୁଲୁ ଅଧିକା ରାତି ହୋଇ ଆସିଲା। ଆଉ ଆସିଲା ଟାଇମରେ ତ ମାଙ୍କ ଦର୍ଶନ ହୋଇ ପାରି ନାହିଁ ବୋଲି ସକାଳେ ହେଲେ ଦର୍ଶନ କରିବା ଭାବି ଗୋଟିଏ ଜାଗାରେ ରେଷ୍ଟ ନେଇ ନେଲୁ। ତାପରେ ପାହାନ୍ତିଆ ନଦୀକୁ ଯାଇ ନିତ୍ୟକର୍ମ ସରେଇ ଦେଇ ପଳେଇ ଆସିଲୁ ମାଙ୍କ ଦର୍ଶନ ପାଇଁ। ହେଲେ ଇଆଡେ ମନ୍ଦିରରେ ତାଲା ପଡିଛି। ଆଉ ଦର୍ଶକମାନେ ମାଙ୍କ ଦର୍ଶନ ପାଇଁ 4:30ଟାରୁ ସାମ୍ନା ଗେଟ୍ ପାଖରେ ଲାଇନ ହୋଇ ଛିଡା ହୋଇ ଯାଇଛନ୍ତି। ଆମେ ବି ଛିଡା ହେବୁ ବୋଲି ଭାବିଲୁ, ହେଲେ ପଚାରିବାରୁ 7ଟା ପରେ ହିଁ ମାଙ୍କ ଦର୍ଶନ ପାଇଁ ଗେଟ୍ ଖୋଲା ହବ କହିଲେ। ପାଇଁ ବୁଲିବାକୁ ବାହାରକୁ ପଳେଇ ଆସିଲୁ। ଦେନ୍ କେତେ ଘଣ୍ଟା ଗଲା ପରେ ମାଙ୍କ ଦର୍ଶନ ପାଇଁ ଲୋକମାନେ କୋଉ ପ୍ରକାର ଭିଡ ହୋଇ ଆସିଲେ। ସେ ଭିଡରେ ଆମେ ବି ଧାଡି ହୋଇ ଛିଡା ହୋଇଗଲୁ। କେତେ ସମୟ ଏମିତି ଛିଡା ହୋଇ ମାଙ୍କ ଦର୍ଶନ ପାଇଁ ଭିତର ଏଣ୍ଟ୍ରି ପାଇଁ ଟିକଟ ଦେଇ ମାଙ୍କୁ ଦର୍ଶନ କରିଦେଲୁ। ଫାଇନାଲି ମାଙ୍କୁ ଦର୍ଶନ କରି ଘରକୁ ଯିବା ପାଇଁ ବାଇକ ଧରି ବାହାରି ପଡିଲୁ। ହେଲେ ମା ପଦ୍ମଚରଣ କରି ଯାଇ ଆଉ ଗୋଟେ ମନ୍ଦିରରେ ରହିଥିବା ମାଙ୍କ ଦର୍ଶନ ପାଇଁ 3 ଜଣଙ୍କ ମନ ଟାଣି ନେଲା। ମାଙ୍କ ଡାକରା ଆସିଲା, ଆଉ ଆମେ ଯିବୁ ନାହିଁ ସେମିତି ହୋଇପାରିବ ନାହିଁ। ସେଥିପାଇଁ ପୁଣି ବାଇକ ପାର୍କିଂ ପାଇଁ 30 ଟଙ୍କା ଟିକଟ କରି ବାଇକ ପାର୍କିଂ କରି ମାଙ୍କ ଦର୍ଶନ ପାଇଁ ବାହାରି ପଡିଲୁ। ମାଙ୍କ ପାଇଁ ଅଧିକା ତ କିଛି ନାହିଁ, ଶ୍ରଦ୍ଧାରେ ନଡିଆ ଗୋଟେ ଦେଇ ଫାଇନାଲି ମାଙ୍କୁ ଦର୍ଶନ କରି ବାହାରେ ଫଟୋ ଉଠେଇ ବାଇକ ରାଇଡ କରି କୋରାପୁଟ ଡିଷ୍ଟ୍ରିକ୍ଟକୁ ବାଇକ କହିଦେଇ ରାୟଗଡା ଡିଷ୍ଟ୍ରିକ୍ଟ ୱେଲକମ କହି ବାହାରି ପଡିଲୁ ଘର। नीलाबाड़ी ରହିଲି, ଜୟ ଜଗନ୍ନାଥ।